ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ର ବା ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟରର ସେଇ ଇଲେକ୍ଟିଭ୍ ୱାନ୍ ଯାହାକି ପଲିଟିକାଲ୍ ସାଇନ୍ସ। ଓକେ, ତାର ଆଜି ଆମେ ଦେଖିବା 2 ମାର୍କିଆ। ଓକେ, 2 ମାର୍କିଆ। ଦେଖ, ଖ ବିଭାଗ ଗ୍ରୁପ୍ ବି 2ରୁ 3ଟି ବାକ୍ୟର ଉତ୍ତର ଲେଖ। ନାରୀବାଦ କହିଲେ କ'ଣ ବୁଝ? ନାରୀବାଦ ଏକ ସାମୂହିକ ଆନ୍ଦୋଳନ ଭାବରେ ପରିଚିତ ଅଟେ, ଯାହା ନାରୀମାନଙ୍କର ଅଧିକାର ଓ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଥାଏ। ଏହାର ପ୍ରବକ୍ତାମାନଙ୍କ ମତରେ ନାରୀ ଏକ ବିବେକୀ ପ୍ରାଣୀ ଅଟେ। ସେ ସମସ୍ତ ବାଧାବନ୍ଧନ, ବିଶେଷ କରି ପୁରୁଷ ପ୍ରାଧାନ୍ୟ ସମାଜରେ ପୁରୁଷର ନିୟନ୍ତ୍ରଣରୁ ମୁକ୍ତ ହେବା ଆବଶ୍ୟକ। ନାରୀବାଦର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କର। ପୁରୁଷ ପ୍ରାଧାନ୍ୟକୁ ଏପରି ଏକ ସମାଜରେ ରୂପାନ୍ତରିତ କରିବା ନାରୀବାଦର ଲକ୍ଷ୍ୟ ଅଟେ, ଯେଉଁଥିରେ ପୁରୁଷ ଓ ନାରୀ ସମାନ ଭାବରେ ବିବେଚିତ ହେବା ସହିତ ସମାନ ସୁବିଧା ସୁଯୋଗ ଉପଭୋଗ କରିବେ। ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଓ ନାରୀ ମଧ୍ୟରେ ସମାନତା ପ୍ରତିଷ୍ଠା କରିବା ନାରୀବାଦର ଲକ୍ଷ୍ୟ ଅଟେ। ନାରୀବାଦ କେଉଁ ବାର୍ତ୍ତା ବହନ କରିଥାଏ? ନାରୀ ମନରେ ପୁରୁଷର ଶୋଷଣ ବିଷୟରେ ସଚେତନତା ସୃଷ୍ଟି କରି ନାରୀକୁ ତା'ର ନ୍ୟାଯ୍ୟ ପ୍ରାପ୍ତ ପ୍ରଦାନ କରିବାର ବାର୍ତ୍ତା ନାରୀବାଦ ବହନ କରିଥାଏ। ନାରୀବାଦ କେଉଁ 2ଟି ନୀତି ଉପରେ ଆଲୋକପାତ କରିଥାଏ? ନାରୀବାଦ 2ଟି ନୀତି ଉପରେ ଆଲୋକପାତ କରିଥାଏ। କ. ନାରୀମାନେ ନିଜର ଲିଙ୍ଗ ପାଇଁ ଅବହେଳିତ। ଖ. ସମାଜରୁ ଏ ପରିସ୍ଥିତିରୁ ଦୂରେଇ ଦେବା ଆବଶ୍ୟକ। ବିଂଶ ଶତାବ୍ଦୀରୁ 70 ଦଶକରେ ନାରୀବାଦର ବାର୍ତ୍ତା କ'ଣ ଥିଲା? ଏହି ସମୟରେ ନାରୀବାଦର ମୁଖ୍ୟ ଲକ୍ଷଣ ଭୋଟଦାନ ଅଧିକାର କିମ୍ବା ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ ନଥିଲା, ବରଂ ନାରୀ ମୁକ୍ତ ଏହାର ମୁଖ୍ୟ ବାର୍ତ୍ତା ଥିଲା। ଏହା କେବଳ ବିପ୍ଳବ ଦ୍ୱାରା ସମ୍ଭବ ବୋଲି ନାରୀବାଦର ପ୍ରବକ୍ତାମାନଙ୍କର ବିଶ୍ୱାସ ଥିଲା। ବିଂଶ ଶତାବ୍ଦୀର 60 ଦଶକର ଶେଷ ଭାଗ ଓ 70 ଦଶକର ଆଦ୍ୟ ଭାଗରେ ନାରୀବାଦର ସ୍ଥିତି କ'ଣ ଥିଲା? ବିଂଶ ଶତାବ୍ଦୀର ଶେଷ ଭାଗ ଓ 70 ଦଶକର ଆଦ୍ୟ ଭାଗରେ ନାରୀବାଦ ଏକ ବିଶ୍ୱବ୍ୟାପୀ ଚିନ୍ତାଧାରା ଓ ଆନ୍ଦୋଳନରେ ପରିଣତ ହୋଇଥିଲା। ବିଶ୍ୱବ୍ୟାପୀ ଚିନ୍ତାଧାରା ଓ ପାରମ୍ପରିକ ରାଜନୈତିକ ଚିନ୍ତାଧାରାକୁ ଆହ୍ୱାନ କରି ମୂଳଦୁଆକୁ ଦୋହଲାଇ ଦେବା ସହିତ ଏହା କେବଳ ଗବେଷଣା କିମ୍ବା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ସୀମିତ ନ ରହି ସାଧାରଣ ଜନତାକୁ ମଧ୍ୟ ଆନ୍ଦୋଳନ କରିଥିଲା। ଜନପ୍ରତିନିଧିତ୍ୱ ଆଇନ ବିଷୟରେ ସଂକ୍ଷେପରେ ବ୍ୟାଖ୍ୟା କର। 1918 ମସିହାରେ ଜନପ୍ରତିନିଧିତ୍ୱ ଆଇନ ଗୃହୀତ ହୋଇଥିଲା। ଏହା ଦ୍ୱାରା 30 ବର୍ଷରୁ ଊର୍ଦ୍ଧ୍ୱ ଏବଂ ନିଜସ୍ୱ ଗୃହ ଥିବା ମହିଳାମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରାଯାଇଥିଲା। ପଶୁମାନଙ୍କର ପ୍ୟାରେଡ୍ କାହାକୁ କୁହାଯାଇଥିଲା? 1869 ଓ 1969 ମସିହାରେ ଆମେରିକାର ଆଟଲାଣ୍ଟିକ୍ ସହରରେ ଆୟୋଜିତ ହୋଇଥିବା ମିସ୍ ଆମେରିକା ପ୍ରତିଯୋଗିତାକୁ ନାରୀମାନେ ପଶୁମାନଙ୍କର ପ୍ୟାରେଡ୍ କହି ସମାଲୋଚନା କରିଥିଲେ, କାରଣ ଏହା ନାରୀକୁ ଏକ ବସ୍ତୁ ଭାବରେ ଉପସ୍ଥାପିତ କରିବା ସହିତ ପିତୃକେନ୍ଦ୍ରିକ ପରିବାରର ବାର୍ତ୍ତା ବହନ କରିଥାଏ। ନାରୀବାଦର ତୃତୀୟ ପର୍ଯ୍ୟାୟ ବିଷୟରେ ସୂଚନା ପ୍ରଦାନ କର। 90 ଦଶକର ପ୍ରଥମ ଭାଗରେ ସୃଷ୍ଟି ହୋଇଥିବା ନାରୀବାଦର ତୃତୀୟ ଅଧ୍ୟାୟ ସାର୍ବଜନୀନ ନାରୀତ୍ୱ, ନାରୀର ଶରୀର, ଯୌନ ଜୀବନ ଆଦି ଉପରେ ଗୁରୁତ୍ୱ ଦେଇଥିଲା। ଗ୍ଲୋରିଆ ପାଞ୍ଚାଲଜୋଆ, ବେଲ୍ ହୁକୁସ, ଚେଲା ସାଣ୍ଡୋଭାଲ, ଚେରି ମୋରାଗ ଆଦି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ପ୍ରବକ୍ତା ଅଟନ୍ତି। ନାରୀବାଦ କ'ଣ ପାଇଁ ଏକ ବିବାହ ପ୍ରଥାକୁ ବିରୋଧ କରିଥାଏ? ଏକ ବିବାହ ନାରୀର ସମ୍ମାନ ଓ ପଦମର୍ଯ୍ୟାଦାକୁ କ୍ଷୁଣ୍ଣ କରିଥାଏ। ପ୍ରଚଳିତ ସମାଜରେ ସ୍ତ୍ରୀ ଭାବରେ ନାରୀ ତାହାର ସ୍ୱାମୀ କ୍ରୀତଦାସ ଭାବେ କାର୍ଯ୍ୟ କରିବା ଫଳରେ ନାରୀବାଦ ଏକ ବିବାହ ପ୍ରଥାକୁ ବିରୋଧ କରିଥାଏ। ଉଗ୍ର ନାରୀବାଦ କେଉଁ କାରଣ ପାଇଁ ପରିବାରର ବିଲୋପ ସାଧନ କାମନା କରିଥାଏ?
ଉଗ୍ର ନାରୀବାଦୀମାନେ ନାରୀର ଶୋଷଣ ପାଇଁ ପରିବାରକୁ ଦାୟୀ କରିଛନ୍ତି। ଗୃହର ଚାରିକାନ୍ଥ ମଧ୍ୟରେ ନାରୀକୁ ସୀମିତ କରି ରଖିବା ପରେ ସେ ନିଜର ବ୍ୟକ୍ତିତ୍ୱର ବିକାଶ ପାଇଁ ସମୟ ଓ ସୁବିଧା ପାଇ ନଥାଏ। ନାରୀବାଦୀମାନେ କେଉଁ କାରଣ ପାଇଁ ବ୍ୟକ୍ତିଗତ ସମ୍ପତ୍ତିକୁ ନାରୀର ଦୁର୍ଦ୍ଦଶା ପାଇଁ ଦାୟୀ କରିଛନ୍ତି? ପରିବାର ମଧ୍ୟରେ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ବ୍ୟକ୍ତିଗତ ସମ୍ପତ୍ତି ମାଲିକାନା ବଂଶାନୁକ୍ରମ ଅନୀତିରେ କେବଳ ପୁତ୍ର ସନ୍ତାନକୁ ଗତି କରିଥାଏ। ଏହି ଲକ୍ଷ୍ୟ ପୂରଣ ପାଇଁ ନାରୀକୁ ସନ୍ତାନ ଦୃଷ୍ଟିରୁ ଏକ ମାଧ୍ୟମ ଭାବରେ ବିବେଚନା କରାଯାଇଥାଏ। ନାରୀକୁ ଗୃହ କାର୍ଯ୍ୟରୁ ମୁକ୍ତ କରି ଘରୋଇ କାର୍ଯ୍ୟକୁ ସରକାରୀ ସେବାରେ ପରିବର୍ତ୍ତନ କରିବା ପାଇଁ ନାରୀବାଦୀମାନେ କେଉଁ ପରାମର୍ଶ ଦେଇଛନ୍ତି? ନାରୀକୁ ଗୃହ କାର୍ଯ୍ୟକୁ ମୁକ୍ତ କରି ଘରୋଇ କାର୍ଯ୍ୟକୁ ସରକାରୀ ସେବାରେ ପରିବର୍ତ୍ତନ କରିବା ପାଇଁ ନାରୀବାଦୀମାନେ ସର୍ବସାଧାରଣ ଘରୋଇ ଘର, ସର୍ବସାଧାରଣ ଭୋଜନାଳୟ, ସର୍ବସାଧାରଣ ସଫାସେବା ବ୍ୟବସ୍ଥା ଉପରେ ଆଲୋକପାତ କରିଛନ୍ତି, ଯେଉଁଥିରେ ରାଷ୍ଟ୍ର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ନାରୀବାଦ କ'ଣ ପାଇଁ ପୁରୁଷ ପ୍ରାଧାନ୍ୟ ସମାଜକୁ ବିରୋଧ କରିଥାଏ? ସମାଜର ସମସ୍ତ କ୍ଷେତ୍ରରେ ପରମ୍ପରାକୁ ଦ୍ୱାହି ଦେଇ ପୁରୁଷ ନାରୀକୁ ଅବହେଳିତ ଓ ନିଷ୍ପେଷିତ କରିବାରେ ପଶ୍ଚାତପଦ ହୋଇ ନଥାଏ। ଫଳରେ ନାରୀବାଦ ପୁରୁଷ ପ୍ରାଧାନ୍ୟ ସମାଜକୁ ବିରୋଧ କରିଥାଏ। ସେଥିପାଇଁ ନାରୀବାଦ ନାରୀର ସର୍ବାଙ୍ଗୀନ ଉନ୍ନତି ପାଇଁ ବିବାହ, ପରିବାର ଆଦି ଅନୁଷ୍ଠାନକୁ ତ୍ୟାଗ କରିଥାଏ। ନାରୀବାଦୀମାନେ ନାରୀକୁ ଦୁର୍ବଳ ହେବାର କେଉଁ କାରଣ ଦର୍ଶାଇଛନ୍ତି ସେ ବିଷୟରେ ସୂଚନା ଦିଅ। ନାରୀବାଦୀମାନଙ୍କ ମତରେ ଆର୍ଥିକ ପରାଧୀନତା ବା ନିର୍ଭରଶୀଳତା ନାରୀ ଦୁର୍ବଳ ହେବାର ମୁଖ୍ୟ କାରଣ ଅଟେ। ବିବାହ ପୂର୍ବରୁ ନାରୀ ପିତାଙ୍କ ଉପରେ ଓ ବିବାହ ପରେ ସ୍ୱାମୀଙ୍କ ଉପରେ ଆର୍ଥିକ କ୍ଷେତ୍ରରେ ନିର୍ଭରଶୀଳ ଅଟେ। ନାରୀର ବିକାଶ ପାଇଁ ଆର୍ଥିକ ଆତ୍ମନିର୍ଭରଶୀଳତା। 16. ସମାଲୋଚକମାନେ ନାରୀବାଦୀମାନଙ୍କର ପରିବାରର ଉଚ୍ଛେଦ ସପକ୍ଷରେ ଯୁକ୍ତିକୁ କିପରି ସମାଲୋଚନା କରିଛନ୍ତି? ପରିବାରର ଉଚ୍ଛେଦ ସପକ୍ଷରେ ନାରୀବାଦୀମାନଙ୍କ ଯୁକ୍ତିକୁ ସମାଲୋଚନା କରି ସମାଲୋଚକମାନେ ମତବ୍ୟକ୍ତ କରିଛନ୍ତି ଯେ, ପରିବାର ଏକ ପ୍ରାକୃତିକ ଅନୁଷ୍ଠାନ ଓ ସମାଜ ପାଇଁ ଏକ ମଙ୍ଗଳଦାୟକ ଅଟେ। ପରିବାରରେ ସ୍ନେହ, ଶ୍ରଦ୍ଧା ଓ ସ୍ନେହଗୀତ, ସହଯୋଗ, ଆତ୍ମୀୟତା ଓ ସହନଶୀଳତା ଆଦି ବିଷୟରେ ଶିକ୍ଷାଦାନ କରାଯାଇଥାଏ। ଲିଙ୍ଗ କହିଲେ କ'ଣ ବୁଝ? ଲିଙ୍ଗ ଜୈବିକ ଭେଦଭାବକୁ ବୁଝାଇଥାଏ। ଜୈବିକ ଦୃଷ୍ଟିକୋଣରୁ ନାରୀ ଓ ପୁରୁଷ ପରସ୍ପରଠାରୁ ଭିନ୍ନ ଅଟନ୍ତି। ଶିଶୁଟି, ବାଳକ କିମ୍ବା ବାଳିକା ତାହାର ଲିଙ୍ଗରୁ ଜାଣି ହୋଇଥାଏ। ଲିଙ୍ଗ ସମ୍ବନ୍ଧୀୟ ଭୂମିକା କହିଲେ କ'ଣ ବୁଝ? ଲିଙ୍ଗ ସମ୍ବନ୍ଧୀୟ ଭୂମିକା ବ୍ୟକ୍ତିର ସାମାଜିକ ସଂଗଠନାତ୍ମକ ଭୂମିକାକୁ ନେଇ ପୁରୁଷ ଓ ନାରୀ ମଧ୍ୟରେ ସମ୍ପର୍କକୁ ବୁଝାଏ। ଏହା ଏକ ସାଂସ୍କୃତିକ ଶବ୍ଦ ଅଟେ, ଯାହାକି ସମାଜ ପୁରୁଷ ଓ ନାରୀମାନଙ୍କୁ ପ୍ରଦାନ କରିଥିବା ବିଭିନ୍ନ ଭୂମିକା ବିଷୟରେ ଆଲୋଚନା କରିଥାଏ। ସର୍ବସାଧାରଣ ପରିଧି କହିଲେ କାହାକୁ ବୁଝାଏ? ସର୍ବସାଧାରଣ ପରିଧି କହିଲେ ସେହି କ୍ଷେତ୍ରକୁ ବୁଝାଏ ଯେଉଁଠାରେ ବ୍ୟକ୍ତି ଏକ ବ୍ୟାପକ ସମାଜରେ କାର୍ଯ୍ୟ କରିଥାଏ, ଯେପରିକି ଉତ୍ପାଦନ ଭିତ୍ତିକ ଓ ପାଉଣା ପାଉଥିବା କାର୍ଯ୍ୟ। ଏହି ପରିଧିରେ ପୁରୁଷ ରାଷ୍ଟ୍ର, ସରକାର ତଥା ଆଇନର ପରିସର ମଧ୍ୟରେ ରହି ସମସ୍ତ ରାଜନୈତିକ ଓ ଗଣତାନ୍ତ୍ରିକ ଅଧିକାର ଉପଭୋଗ କରିଥାଏ। ଘରୋଇ ପରିଧି କହିଲେ କ'ଣ ବୁଝ? ଘରୋଇ ପରିଧିର କାର୍ଯ୍ୟକଳାପଗୁଡ଼ିକ ରାଷ୍ଟ୍ରୀୟ ନିୟନ୍ତ୍ରଣରୁ ମୁକ୍ତ ହୋଇଥାଏ। ଘରୋଇ କାର୍ଯ୍ୟ ଗୃହ ତଥା ବ୍ୟକ୍ତିଗତ ଓ ପାରିବାରିକ ସମ୍ପର୍କରେ ଏହି ପରିଧିରେ ଅନ୍ତର୍ଭୁକ୍ତ ଅଟେ। ଏହି 20ଟା ଆମ 2 ମାର୍କ କୋଶ୍ଚିନ୍ ଆନ୍ସର ଥିଲା। ଓକେ, ଆକୁ ପିଲାମାନେ ଭଲକିନା ପଢ଼ିବେ ଏବଂ ଲେଖିବେ, ଦେଖି ଅଟୋମେଟିକ୍ ମନେ ରହିଯିବ। ପରୀକ୍ଷା ଆପଣଙ୍କର 7 ତାରିଖରୁ ଆରମ୍ଭ। ଓକେ, ପ୍ରାୟ ସକାଳ 10ଟାରୁ 1 ଦେଖିନେବେ ସବୁ। ଯେଉଁମାନେ ଭିଡ଼ିଓକୁ ନୂଆ ଆସନ୍ତି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ ହେଲା। ଜୟ ଜଗନ୍ନାଥ।